କର୍କଟ ସଂକ୍ରାନ୍ତି ଓ ବିଛା ରାଶିର ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। କର୍କଟ ସଂକ୍ରାନ୍ତି ରବି ମହାଗ୍ରହ ବା ସୂର୍ଯ୍ୟଙ୍କର ଗୋଚରରେ ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ। ଚଳିତ 2024 ମସିହା ଜୁଲାଇ ମାସ 16 ତାରିଖ ଦିନ ରବି କର୍କଟ ରାଶିରେ ସଂକ୍ରମଣ କରୁଛନ୍ତି, ଅର୍ଥାତ୍ କର୍କଟ ସଂକ୍ରାନ୍ତି ଆରମ୍ଭ ହେଉଅଛି। ରବି ମହାଗ୍ରହ କର୍କଟ ରାଶିରେ 1 ମାସ ଧରି ଅବସ୍ଥାନ କରିବେ। ଦ୍ୱାଦଶ ରାଶି ବା ସମସ୍ତ ରାଶିଚକ୍ର ରବିଙ୍କର ଏହି ଗୋଚରୀୟ ଗତିରେ ପ୍ରଭାବିତ ହେବାକୁ ଥିବାକୁ ବେଳେ ଆଜିର କ୍ରମରେ ବିଛା ରାଶି ଏହି ସମୟରେ କ'ଣ ଫଳ ପ୍ରଦାନ କରିବ ସେ ସମ୍ପର୍କିତ ଏ ଉପସ୍ଥାପନା। ନୈସର୍ଗିକ ରାଶିଚକ୍ରର ଅଷ୍ଟମ ଭାବ ବିଛା ରାଶି ଓ ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି ପରେ ମଙ୍ଗଳ ମହାଗ୍ରହଙ୍କର ଏହା ଦ୍ୱିତୀୟ ରାଶି। ବିଛା ରାଶିରେ 3 ଗୋଟି ନକ୍ଷତ୍ର ଭୋଗ ହୋଇଥାଏ, ଯଥା ବିଶାଖା ନକ୍ଷତ୍ର, ଅନୁରାଧା ନକ୍ଷତ୍ର ଓ ଜ୍ୟେଷ୍ଠା ନକ୍ଷତ୍ର। ବିଶା ନକ୍ଷତ୍ରର ଅଧିପତି ବୃହସ୍ପତି, ଅନୁରାଧା ନକ୍ଷତ୍ରର ଅଧିପତି ଶନି ଏବଂ ଜ୍ୟେଷ୍ଠା ନକ୍ଷତ୍ରର ଅଧିପତି ବୁଧ ମହାଗ୍ରହ ହୋଇଥାନ୍ତି। ଏହି 3 ଗୋଟି ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ରକୁ ସର୍ବୋତ୍କୃଷ୍ଟ ବୋଲି ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥାଏ। ବିଛା ରାଶି ମଙ୍ଗଳ ମହାଗ୍ରହଙ୍କର ରାଶି ହୋଇଥିବାରୁ ଏହି ରାଶିଜାତ ବ୍ୟକ୍ତିଙ୍କ ପାଖରେ ମଙ୍ଗଳ ମହାଗ୍ରହଙ୍କର ସମସ୍ତ ଗୁଣ ରହିଥାଏ, ଯଥା ନେତୃତ୍ୱ ନେବାର ଦକ୍ଷତା, ବଡ଼ ବଡ଼ ଯୋଜନା କରିବା, ସମସ୍ତଙ୍କ ଆଗରେ ରହି ଅଗ୍ରସର ହେବା ପ୍ରଭୃତି ଲକ୍ଷଣ ଏହି ବିଛା ରାଶି ଜାତ ବ୍ୟକ୍ତିଙ୍କର ସହଜାତ ଗୁଣ ହେଲେ ମଧ୍ୟ ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ନିଜର ଯୋଜନା ଗୁଡ଼ିକ ଅନ୍ୟମାନଙ୍କ ଦ୍ୱାରା କାର୍ଯ୍ୟାନ୍ୱିତ କରିବାକୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିଥାନ୍ତି। ପ୍ରାୟତଃ ଦେଖାଯାଏ ସେମାନେ ନିଜର ଲକ୍ଷ୍ୟ ନିଶ୍ଚିତ ରୂପେ ହାସଲ କରିବାକୁ ସମର୍ଥ ହୋଇଥାନ୍ତି। ବିଛା ରାଶିର ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ ଅପେକ୍ଷା ଚାକିରି କରିବାକୁ ଭଲ ପାଇଥାନ୍ତି। ସେନାବାହିନୀ, ପୋଲିସ, ଡାକ୍ତରୀ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ସଫଳତାର ସହ କାମ କରି ଶୀର୍ଷ ସ୍ଥାନକୁ ଛୁଇଁବାର ସାମର୍ଥ୍ୟ ରଖିଥାନ୍ତି ତ ପୁଣି ସାମାଜିକ ଜୀବନ ଓ ରାଜନୈତିକ ଜୀବନରେ ମଧ୍ୟ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି। ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ପର୍କ ଅଦ୍ଭୁତ ପ୍ରକାରର ହୋଇଥାଏ। ଜାତକରେ ପ୍ରେମର ସ୍ଥାନ ପଞ୍ଚମ ଭାବ ହୋଇଥିବାରୁ ବିଛା ରାଶି ଜାତକର ପଞ୍ଚମ ଭାବ ମୀନ ରାଶି ବୃହସ୍ପତିଙ୍କ ରାଶି ହୋଇଥାଏ। ତେଣୁ ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ଭାବରେ ସମ୍ଭ୍ରମତା ରହିଥିବା ବେଳେବେଳେ ଭ୍ରମର ଶିକାର ମଧ୍ୟ ହୋଇଥାନ୍ତି। ବିଛା ରାଶି ବ୍ୟକ୍ତି ନିଜର ଉପେକ୍ଷା ସହ୍ୟ କରିପାରନ୍ତି ନାହିଁ, ତେଣୁ ସମୟରେ ଏମାନେ ନିଜର କ୍ରୋଧ ପ୍ରଦର୍ଶନ ମଧ୍ୟ କରିଥାନ୍ତି। ଗ୍ରହ ଜଗତରେ ବିଛା ରାଶି ଅଧିପତି ମଙ୍ଗଳଙ୍କର ରବି ମହାଗ୍ରହଙ୍କ ସହିତ ମୈତ୍ରୀ ରହିଥାଏ। ତେଣୁ ଗୋଚରରେ ବିଛା ରାଶିର ଦଶମାଧିପ ସୂର୍ଯ୍ୟ ନବମ ଭାଗ୍ୟ ଭାବରେ ଗୋଚର କରିବାକୁ ଯାଉଥିବାରୁ ବିଛା ରାଶି ପାଇଁ ଏକ ଶୁଭଙ୍କର ସମୟ ଆରମ୍ଭ ହୋଇଅଛି। ବିଛା ରାଶି ଏକ ସ୍ଥିର ରାଶି ହୋଇଥିବାରୁ ଏବଂ ନବମ ଭାଗ୍ୟ ଭାବ କର୍କଟ ରାଶି ବିଛା ରାଶିର ବାଧକ ସ୍ଥାନ ହୋଇଥିବାରୁ ଏହି ବିଛା ରାଶିର ଜାତକ ପ୍ରଥମେ ସରକାରୀ ସ୍ତରରେ ବାଧାର ସାମନା କଲା ପରେ ରାଜକୀୟ କ୍ଷେତ୍ରରୁ ବହୁଳ ଭାବରେ ଉପକୃତ ହେବେ ତଥା ସମ୍ମାନିତ ହେବାର ଯୋଗ ମଧ୍ୟ ରହୁଅଛି। ବିଛା ରାଶିର ନବମ ସ୍ଥାନରେ ଭଗବାନ ସୂର୍ଯ୍ୟନାରାୟଣଙ୍କର ଅବସ୍ଥିତି ଜାତକକୁ ସତ୍ୟନିଷ୍ଠ କରିବା ସଙ୍ଗେ ସଙ୍ଗେ ଧାର୍ମିକ କାର୍ଯ୍ୟରେ ଆଗ୍ରହ ଜାତ କରାଇବ। ତୀର୍ଥାଟନର ସୁଯୋଗ ଆସିପାରେ। ଦେବଦର୍ଶନ ପ୍ରତି ମନ ବଳିବ। ବ୍ୟବସାୟ ବାଣିଜ୍ୟ କରୁଥିଲେ ଭ୍ରାତୃ ସମାନ ମିତ୍ର ସହଯୋଗର ହାତ ବଢ଼ାଇବେ। ବେପାରରେ ଲାଭର ଆଧିକ୍ୟ ଦେଖାଯାଏ। ଜାଗାବାଡ଼ି ବା ରିଏଲ ଇଷ୍ଟେଟ୍ କାରବାରରେ ପ୍ରଚୁର ଧନ ଅର୍ଜନ କରିବେ। ଏ ମାସରେ ପିତ୍ତଜନିତ ରୋଗର ପ୍ରାଦୁର୍ଭାବ ଦେଖାଦେଇପାରେ। ବିଛା ରାଶି ଜାତ ବ୍ୟକ୍ତି ଗୋଚରରେ ରବି ମହାଗ୍ରହଙ୍କର କର୍କଟ ରାଶି ସଂକ୍ରମଣର ଅଶୁଭତ୍ୱ ଦୂର କରି ଶୁଭ ଫଳ ପାଇବା ପାଇଁ ପ୍ରତ୍ୟହ ପ୍ରାତଃସ୍ନାନ ପରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ଓ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ
ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବା ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଭିଡ଼ିଓ ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ।